ସମସ୍ତଙ୍କ ପାଇଁ ସମାନ ସମୟ ରହିଅଛି। ସମୟ ଜ୍ଞାନ ଅଭାବ ହେତୁ ମନୁଷ୍ୟ ନିଜ କର୍ମ ପ୍ରତି ଜାଗ୍ରତ ହୋଇନଥାଏ। ସମୟ କାହାକୁ ଜଗେ ନାହିଁ। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ମୁଁ ସମୟର ସଦ୍ବ୍ୟବହାର ସକାରାତ୍ମକ ଭାବେ କରିବା ଜାଣେ କି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ପଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ଖ୍ରୀଷ୍ଟର ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଗତ ପାଠରେ ଆମ୍ଭେମାନେ ଯାହା ଶିକ୍ଷା କଲୁ ବିଶ୍ୱାସ କରୁ ଆପଣମାନେ ସମସ୍ତେ ଉପକୃତ ହେଉଥିବେ। ନିୟମିତ ଏ କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏପର୍ଯ୍ୟନ୍ତ ଆମକୁ ଫୋନ୍ କରିପାରିନାହାନ୍ତି, ତେବେ ଆଜି ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏପର୍ଯ୍ୟନ୍ତ ଆମକୁ ଫୋନ୍ କଲ୍ କରିପାରିନାହାନ୍ତି, ତେବେ ଆଜି ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ଫୋନ୍ କଲ୍ ଆମକୁ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଓ ଆପଣଙ୍କ ବିଷୟରେ ଅଧିକ ଜାଣିବାକୁ ସାହାଯ୍ୟ କରିବ। ଆଜି ପୁଣି ଥରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଈଶ୍ୱରଙ୍କ ବାକ୍ୟ ଯେପରି ଆପଣଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବ ଓ ଆପଣଙ୍କ ଜୀବନରେ ଯେପରି ଏକ ଭିନ୍ନ ପରିବର୍ତ୍ତନ ଆଣିବ, ଏହା ହିଁ ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା ଓ ଇଚ୍ଛା। ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ। ଆଜି ଆମେ ହିତୋପଦେଶ 5 ପର୍ବ 15 ପଦରୁ 6 ପର୍ବ 1 ପଦରୁ 15 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା। ଆଜିର ଅଧ୍ୟୟନରେ ଜ୍ଞାନୀ ସୋଲୋମନ ପ୍ରକାଶ କରୁଅଛନ୍ତି ଯେ ସମୟ ହେଉଛି ବହୁତ ମୂଲ୍ୟବାନ। ବୃଦ୍ଧ ଅବସ୍ଥା ତଥା ସମୟ ଚାଲିଗଲା ପରେ ଯେତେବେଳେ ଆମେ ପଛକୁ ଦେଖିବା ଏବଂ ନିଜର ଜୀବନ ଅନୁଧ୍ୟାନ କରିବା, ତେବେ କେଜାଣି ବିଳାପ କରିବା ଏବଂ କହିବା, ସମୟ ଥିବା ସମୟରେ ଜ୍ଞାନ ବୁଦ୍ଧି ଓ ଉପଦେଶକୁ ଘୃଣା କଲି, କାହାର କଥା ମାନିଲି ନାହିଁ। ସମାଜ ଓ ମଣ୍ଡଳୀ ପାଇଁ ଔଗୌରବ ଆଣିଲି। ପରକୀୟ ସ୍ତ୍ରୀ, ପ୍ରେମିକା ଓ ରୂପବତୀ ସ୍ତ୍ରୀମାନଙ୍କ ପ୍ରତି ଆସକ୍ତ ହେଲି। ସଦାପ୍ରଭୁ ଯେ ଦେଖନ୍ତି ତାହାଙ୍କୁ ମଧ୍ୟ ଭୟ କଲି ନାହିଁ। ନିଜ ମୁଖର କଥାରେ ଲଗାମ ଦେଲି ନାହିଁ ଏବଂ ଅଳସୁଆ ହୋଇ ବୁଲିଲି। କିନ୍ତୁ ତାପରେ ଯେତେବେଳେ ମାଂସ ଓ ଶରୀରର କ୍ଷୟ ପାଇବ ଏବଂ ପଛକୁ ଅନେଇବା, ସେତେବେଳେ ସୋଲୋମନ କହୁଅଛନ୍ତି, ଖାଲି କାନ୍ଦିବା ନାହିଁ କିନ୍ତୁ ବିଳାପ କରି କାନ୍ଦିବା। ଜ୍ଞାନୀ ସୋଲୋମନଙ୍କ କହିବା ଅନୁସାରେ ସମୟ ଥାଉ ଥାଉ ନିଜର ସମ୍ପତ୍ତି ରୂପ ନିର୍ଝରରେ ନିଜ ପରିବାର ସହ ଆମୋଦ କରୁ ଅନ୍ୟମାନଙ୍କ ହସ୍ତରେ ନ ଦେଉ। ନିଜ ଯୌବନ କାଳ ଭାର୍ଯ୍ୟାଠାରେ ଆନନ୍ଦ କରୁ। ପର ପାଇଁ ଏବଂ ପ୍ରତିବାସୀମାନଙ୍କ ପାଇଁ ଲଗା ନ ହେଉ, ତାହାଦ୍ୱାରା କ୍ଲେଶ ବୃଦ୍ଧି ପାଇବ ଓ ନିଜ ଅଜ୍ଞାନତାରେ ଭ୍ରାନ୍ତ ହେବା ମଧ୍ୟ ଜୀବନ ହରାଇପାରୁ। ତେଣୁ ଆସୁ ଅଳସୁଆ ନ ହୋଇ ବରଂ କର୍ମ କରୁ। ଯୌବନର ବଳ ଶକ୍ତି ଥିବା ସମୟରେ ହରିଣ ଓ ପକ୍ଷୀ ପରି ନିଜକୁ ପାପମୟ ଜାଲରୁ ରକ୍ଷା କରୁ। ଏହି ସମୟ ଶୋଇ ରହିବାର କିମ୍ବା ହାତ ଭିଡ଼ିମେଡ଼ି ହେବାର ସମୟ ନାହିଁ, ବରଂ ନମ୍ର ହୋଇ
ପରିଶ୍ରମ କରିବା, ଯଦି ଦରକାର ପଡ଼େ ହାତ ଯୋଡ଼ି କ୍ଷମା ମଧ୍ୟ ମାଗିବା, କିନ୍ତୁ କଳିର ବୀଜ ବୁଣିବା ନାହିଁ। ଯଦି ଏହି ସମସ୍ତ ନ କରୁ ତେବେ ଜ୍ଞାନୀ ସଲୋମନ କହନ୍ତି, ବିପଦ ହଠାତ୍ ଆସିବ ଓ ବିନା ପ୍ରତିକାରରେ ଆମ୍ଭେମାନେ ନଷ୍ଟ ହେବା। ଆସନ୍ତୁ ଏ ବିଷୟରେ ଅଧିକ ଆଲୋଚନା କରିବା ପୂର୍ବରୁ ଗୋଟିଏ ଭକ୍ତିମୂଳକ ଗୀତ ଶୁଣିବା। ଜମା ଚିହ୍ନି ପାରିଲୁନି ଯୀଶୁଙ୍କ ପ୍ରେମକୁ, ଟିକେ ବୁଝି ପାରିଲୁନି ତାଙ୍କରି ଦୟାକୁ। ତଥାପି ସେ କ୍ଷମା ଦେଇ ତୋ ପାପ ଦୋଷକୁ ଚାହିଁ ବସିଛନ୍ତି ତୋର ଫେରିବା ବାଟକୁ। ଫେରିଆ ଫେରିଆ ଛାଡ଼ି ମୋହ ମାୟା, ଫେରିଆ ଫେରିଆ ଛାଡ଼ି ମୋହ ମାୟା। ଉଦ୍ଧାରିବେ ପ୍ରାଣ କର୍ତ୍ତା, ହାୟ ଉଦ୍ଧାରିବେ ପ୍ରାଣ କର୍ତ୍ତା। ଏ ମନ ଭାବି ଯା ଥରେ ସେ କୃଷ କଥା। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ 5 ପର୍ବର 15 ପଦରୁ ଆରମ୍ଭ କରି 6 ପର୍ବର 15 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ଈଶ୍ୱର ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ବିଷୟ ନେଇ କିଛି କହିବା ପାଇଁ ଯାଉଅଛନ୍ତି, ଯାହାକି ବିବାହର ପବିତ୍ରତା ସମ୍ପର୍କରେ। ଅନ୍ୟ ଅର୍ଥରେ କହିବାକୁ ଗଲେ ଈଶ୍ୱର କହନ୍ତି, ତୁମର ସନ୍ତାନ ସନ୍ତତି ତୁମର ନିଜ ସ୍ତ୍ରୀ ଠାରୁ ହେବା ଉଚିତ, ମାତ୍ର କୌଣସି ପର ସ୍ତ୍ରୀ ଠାରୁ ହେବା ଉଚିତ ନୁହେଁ। ତେବେ ଦେଖନ୍ତୁ 5 ପର୍ବର 15ରୁ 17 ପଦ ମଧ୍ୟରେ ଏହିପରି ଲେଖା ଅଛି, ତୁମ୍ଭେ ନିଜ ଜଳାଶୟରୁ ଜଳ ପାନ କର ଓ ନିଜ କୂପରୁ ସ୍ରୋତ ଜଳ ପାନ କର। ତୁମ୍ଭର ନିର୍ଝର କ'ଣ ବାହାରେ ଏଣେତେଣେ ବିସ୍ତାରିତ ହେବ ଓ ରାଜଦାଣ୍ଡରେ କ'ଣ ଜଳସ୍ରୋତ ବହିଯିବ? ତାହା କେବଳ ତୁମ୍ଭର ହେଉ, ତୁମ୍ଭ ସହିତ ଅପରିଚିତ ଲୋକମାନଙ୍କର ନ ହେଉ। ଅନ୍ୟ ଅର୍ଥରେ କହିବାକୁ ଗଲେ ଈଶ୍ୱର କହନ୍ତି, ତୁମର ସନ୍ତାନ ସନ୍ତତି ତୁମର ନିଜ ସ୍ତ୍ରୀ ଠାରୁ ହେବା ଉଚିତ, ମାତ୍ର କୌଣସି ପର ସ୍ତ୍ରୀ ଠାରୁ ହେବା ଉଚିତ ନୁହେଁ। ଆଜି ଆମମାନଙ୍କର ବୈବାହିକ ଜୀବନରେ ତଥା ଦାମ୍ପତ୍ୟ ଜୀବନରେ ଯେପରି ପବିତ୍ରତା ରକ୍ଷା କରି ଈଶ୍ୱରଙ୍କର ଅଭିମତକୁ ସଫଳ କରିବାକୁ ପାରୁ, ତାହା ହିଁ ଈଶ୍ୱର ଆମମାନଙ୍କ ଠାରୁ ଆଶା କରନ୍ତି। 5 ପର୍ବର 18ରୁ 19 ପଦ ମଧ୍ୟରେ ଏହିପରି ଲେଖା ଅଛି, ତୁମ୍ଭର ନିର୍ଝର ଧନ୍ୟ ହେଉ, ଆଉ ତୁମ୍ଭେ ଆପଣା ଯୌବନା କାଳର ଭାର୍ଯ୍ୟାଠାରେ ଆମୋଦ କର। ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟି ପରି, ତାହାର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ, ଆଉ ତାହାର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ। ଏହି ଅଂଶଟି ବୈବାହିକ ଜୀବନର ବା ଦାମ୍ପତ୍ୟ ଜୀବନର ପ୍ରେମକୁ ପ୍ରକାଶ କରେ। ଈଶ୍ୱରଙ୍କ ବାକ୍ୟ ଏହା ସ୍ପଷ୍ଟ ଭାବେ ପ୍ରକାଶ କରେ ଯେ ଦାମ୍ପତ୍ୟ ପ୍ରଣୟ ମଧ୍ୟରେ ଶାରୀରିକ ପ୍ରେମ ଓ ଦୈହିକ ପ୍ରେମ ପବିତ୍ରୀକୃତ ହେବାକୁ ଅଛି ଓ ଏକ ଉଚ୍ଚତର ସୋପାନରେ ପହଞ୍ଚିବାକୁ ଅଛି। କାରଣ ବିବାହ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ଓ ଆଦରଣୀୟ ବୋଲି ଈଶ୍ୱରଙ୍କର ବାକ୍ୟ ପ୍ରକାଶ କରେ। ଏହା ମନୁଷ୍ୟ ସମାଜର ମଙ୍ଗଳ ନିମନ୍ତେ ଈଶ୍ୱର ନିରୂପଣ କରିଅଛନ୍ତି। ଈଶ୍ୱର ଚାହାନ୍ତି ନାହିଁ ଆମେ ନିଜର ଶାରୀରିକ କାମନାକୁ ଚରିତାର୍ଥ କରିବାକୁ ଯାଇ ତାହାଙ୍କର ଅଭିମତ ବିରୁଦ୍ଧରେ ଯାଉ ଓ ନିଜର ଜୀବନ ପ୍ରତି ତଥା ପରିବାର ପ୍ରତି ବିନାଶ ଆଣୁ। କାରଣ ଲେଖା ଅଛି, ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି ମନୁଷ୍ୟ ତାହା ବିଭିନ୍ନ ନ କରୁ। ତେଣୁ ଆମେ ଯେତେବେଳେ ନିଜର ବିବାହିତା ସ୍ତ୍ରୀକୁ ପରିତ୍ୟାଗ କରି ପର ସ୍ତ୍ରୀ ସହିତ ସହବାସ କରୁ, ସେତେବେଳେ ଆମେ ବ୍ୟଭିଚାର କରୁ, ଆଉ ଆମେ ଈଶ୍ୱରଙ୍କ ସହିତ କରିଥିବା ପ୍ରତିଜ୍ଞାକୁ ଲଙ୍ଘନ କରୁ ଓ ଈଶ୍ୱରଙ୍କ ଅଭିମତ ବିରୁଦ୍ଧରେ ଯାଉ। ଆଜି ମଧ୍ୟ ଏହିପରି ଅନେକ ଘଟଣା ଘଟୁଅଛି। ମନୁଷ୍ୟ ନିଜର ବିବାହିତା ସ୍ତ୍ରୀକୁ ପରିତ୍ୟାଗ କରି ପର ସ୍ତ୍ରୀ ସହିତ ସମ୍ପର୍କ ସ୍ଥାପନ କରି ଈଶ୍ୱରଙ୍କର ବିରୁଦ୍ଧାଚରଣ କାର୍ଯ୍ୟ କରୁଅଛି। ମନେ ରଖନ୍ତୁ, ବ୍ୟଭିଚାର ଏକ ମହାନ ପାପ,
ଆଉ ଯେଉଁମାନେ ବ୍ୟଭିଚାର କରନ୍ତି ସେମାନେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ ଦୋଷରେ ଦୋଷୀ ହୁଅନ୍ତି ଓ ଈଶ୍ୱରଙ୍କର ଅଭିଶାପର ପାତ୍ରପାତ୍ରୀ ହୁଅନ୍ତି। ଏପ୍ରି 13 ପର୍ବର 4 ପଦରେ ଲେଖା ଅଛି, ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ସୂଚୀ ହେଉ, କାରଣ ଈଶ୍ୱର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ। ପ୍ରିୟ ବନ୍ଧୁ, ଈଶ୍ୱର ବିବାହ ବନ୍ଧନକୁ ଏକ ଚମତ୍କାର ସମ୍ପର୍କ ଓ ଏକ ପବିତ୍ର ପ୍ରଣୟ ରୂପେ ସ୍ଥାପନ କରିଅଛନ୍ତି। ଈଶ୍ୱରଙ୍କ ଦୃଷ୍ଟିରେ ଏହା ପବିତ୍ର, ତେଣୁ ଆମେ ଏହାର ପବିତ୍ରତା ରକ୍ଷା କରିବା ଉଚିତ। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପରିବାର ନିମନ୍ତେ ଏହି ସମ୍ପର୍କ ଖ୍ରୀଷ୍ଟ ଓ ମଣ୍ଡଳୀ ମଧ୍ୟରେ ଥିବା ସମ୍ପର୍କର ଏକ ନମୁନା ସ୍ୱରୂପ। ଯଦି ଖ୍ରୀଷ୍ଟୀୟ ପରିବାର ମଧ୍ୟରେ ଏହି ସମ୍ପର୍କରେ କୌଣସି ତ୍ରୁଟି ଦେଖାଯାଏ, ତାହେଲେ ଏହା ଖ୍ରୀଷ୍ଟଙ୍କର ଅଗୌରବ ହେବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟୀୟ ମଣ୍ଡଳୀ ନିମନ୍ତେ ଅପମାନଜନକ ଓ ଖ୍ରୀଷ୍ଟୀୟ ମଣ୍ଡଳୀର ଆତ୍ମିକ ଅଭିବୃଦ୍ଧିରେ ବାଧା ସୃଷ୍ଟି ହୁଏ। ତେଣୁ ମଣ୍ଡଳୀ ମଧ୍ୟ ଏଥି ନିମନ୍ତେ ଈଶ୍ୱରଙ୍କ ନିକଟରେ ଆଣ୍ଠୁ ଭାଙ୍ଗି ତହିଁର କାରଣ କ'ଣ ତାହା ଜାଣିବା ଉଚିତ ଓ ତହିଁର ତ୍ରୁଟିକୁ ଖୋଜି ବାହାର କରିବା ଉଚିତ, ଆଉ ତାହାର ସଂଶୋଧନ କରିବା ଉଚିତ। ମାତ୍ର ଯଦି ଏହିସବୁ ବିଷୟକୁ ଦୃଷ୍ଟି ଆଗରେ ରଖି ପର୍ଯ୍ୟାଲୋଚନା କରାଯାଏ, ତାହେଲେ ଏହାର ପ୍ରଧାନ କାରଣ ହେଉଛି ଈଶ୍ୱରଙ୍କ ବାକ୍ୟ ପ୍ରତି ଅବହେଳା ଓ ଅମନୋଯୋଗିତା ଓ ଈଶ୍ୱରଙ୍କ ଠାରୁ ଦୂରବର୍ତ୍ତୀ ଜୀବନଯାପନ କରିବା ଦ୍ୱାରା ଶୟତାନ ତହିଁର ସୁଯୋଗ ନେଇ ଈଶ୍ୱରଙ୍କ ସନ୍ତାନମାନଙ୍କର ପାରିବାରିକ ଜୀବନକୁ ଆଘାତ କରେ। ଫଳତଃ ଖ୍ରୀଷ୍ଟୀୟ ମଣ୍ଡଳୀର ଅଭିବୃଦ୍ଧିରେ ମଧ୍ୟ ପ୍ରତିବନ୍ଧକ ଉପୁଜେ। ସେଥିପାଇଁ ପିତର ମଧ୍ୟ ସ୍ୱାମୀମାନଙ୍କୁ ଏହି ଉପଦେଶ ଦିଅନ୍ତି, ଯେପରି ସେମାନେ ବୁଦ୍ଧିର ସହିତ ନିଜ ନିଜର ସ୍ତ୍ରୀମାନଙ୍କ ସହିତ ଆଚରଣ କରନ୍ତି। ପ୍ରଥମ ପିତର 3 ପର୍ବର 7 ପଦରେ ଲେଖା ଅଛି, ସେହି ପ୍ରକାରେ ହେ ସ୍ୱାମୀମାନେ, ତୁମମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ, ଏଥି ନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳା ପାତ୍ରୀ ଓ ଆପଣମାନଙ୍କ ସହିତ ଜୀବନ ରୂପ ଅନୁଗ୍ରହ ଦାନର ସହାଧିକାରିଣୀ ଜାଣି ସେମାନଙ୍କୁ ସମାଦର କର, ପୁଣି ଜ୍ଞାନରେ ସେମାନଙ୍କର ସହବାସ କର। ଏହା ହେଉଛି ଏକ ପ୍ରକୃତ ସମ୍ପର୍କ, ଯେତେବେଳେ ସ୍ୱାମୀ ଓ ସ୍ତ୍ରୀ ପ୍ରେମରେ, ଆନନ୍ଦରେ ଓ ବିଶ୍ୱାସରେ ଏକତ୍ର ବାସ କରନ୍ତି ଓ ପ୍ରେମରେ ଏକତ୍ର ମିଳି ପ୍ରାର୍ଥନା କରନ୍ତି। ସେହି ସମ୍ପର୍କ ଖ୍ରୀଷ୍ଟ ଓ ମଣ୍ଡଳୀ ମଧ୍ୟରେ ଥିବା ସମ୍ପର୍କକୁ ଉପସ୍ଥାପିତ କରାଏ। ମୁଁ ଆପଣଙ୍କୁ କହି ରଖେ, ଈଶ୍ୱର ଏହିପରି ପରିବାରକୁ ଆଶୀର୍ବାଦ କରନ୍ତି। ବାସ୍ତବରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଏକ ପବିତ୍ର ସମ୍ପର୍କ ରହିବା କେତେ ଗୁରୁତ୍ୱପୂର୍ଣ୍ଣ। 5 ପର୍ବର 20 ଓ 21 ପଦରେ ଏହିପରି ଲେଖା ଅଛି, ହେ ମୋର ପୁତ୍ର, ପରକୀୟାଠାରେ ତୁମେ କାହିଁକି ଆସକ୍ତ ହେବ ଏବଂ ଅନ୍ୟର କୋଳ କାହିଁକି ଆଲିଙ୍ଗନ କରିବ? ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟେ ଓ ସେ ତାହାର ସବୁ ପଥ ସମାନ କରନ୍ତି। ଏହା ଏକ ଚମତ୍କାର ପଦ। ଲେଖା ଅଛି, ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟେ ଓ ସେ ତାହାର ସବୁ ପଥ ସମାନ କରନ୍ତି। ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱର ଆମ ପ୍ରତ୍ୟେକଙ୍କ ପ୍ରତି ସଦାସର୍ବଦା ଦୃଷ୍ଟି ରଖିଅଛନ୍ତି। ସେ ଆମ୍ଭମାନଙ୍କର ସମସ୍ତ ଗତିପଥ ଜାଣନ୍ତି। ଆମେ ତାହାଙ୍କ ଆଖିରେ ଧୂଳି ଦେଇ ତାହାଙ୍କୁ ଭୁଲାଇ ପାରିବା ନାହିଁ କି ତାହାଙ୍କ ଦୃଷ୍ଟିଗୋଚରରୁ ଖସି ପଳାଇ ଯାଇପାରିବା ନାହିଁ। ହଁ, ଆମେ ମନୁଷ୍ୟ ଆଖିରେ ଧୂଳି ଦେଇପାରୁ, ମାତ୍ର ଈଶ୍ୱରଙ୍କ ଆଖିରେ ନୁହେଁ। ଆଜି ଅନେକ ଏହି ବ୍ୟଭିଚାର କର୍ମ କରି ଈଶ୍ୱରଙ୍କ ଦୃଷ୍ଟିରୁ ଖସି ପଳାଇ ଯାଇଛନ୍ତି ବୋଲି ମନେ କରନ୍ତି, ମାତ୍ର ଈଶ୍ୱର ଭଣ୍ଡା ନ ଯାଆନ୍ତି। ସେ ନିଶ୍ଚୟ ତହିଁର ପ୍ରତିଫଳ ଦେବେ। ମାତ୍ର ଯେଉଁମାନେ ଅନୁତାପ କରି ତହିଁରୁ ଫେରିଆସନ୍ତି, ସେ ସେମାନଙ୍କୁ କ୍ଷମା ଦେଇ ସୁରକ୍ଷା ପ୍ରଦାନ କରନ୍ତି। 5 ପର୍ବର 22 ଓ 23 ପଦରେ ଏହିପରି ଲେଖା ଅଛି, ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ, ସେ ନିଜ ପାପ ରୂପ ଦୌଡ଼ିରେ ବନ୍ଧା ହେବ। ସେ ଉପଦେଶ ଅଭାବରେ ମରିଯିବ ଓ ଆପଣା ଅଜ୍ଞାନତାର ଆଧିକ୍ୟରେ ଭ୍ରାନ୍ତ ହେବ। ଈଶ୍ୱର କହନ୍ତି, ଦିନ ଆସୁଅଛି ଯାହାକି ଉତ୍ତରଦାୟିତ୍ୱ ଦେବାର ଦିନ, ପ୍ରତିଶୋଧର ଦିନ। ମନୁଷ୍ୟ ଭାବେ ଯେ ସେ ପାପ କରି ବର୍ତ୍ତିଯିବ, ମାତ୍ର ଈଶ୍ୱର କହନ୍ତି ଯେ କେହି ପାପ କରି ବର୍ତ୍ତି ଯାଇପାରିବେ ନାହିଁ, କାରଣ ତାହାର ନିଜ ଅପରାଧ ତାହାକୁ ଧରିବ ଓ ସେ ନିଜ ପାପ ରୂପ ଦୌଡ଼ିରେ ବନ୍ଧା ହେବ। ପ୍ରିୟ ବନ୍ଧୁ, ମୁଁ ଜାଣେ ନା ଆପଣଙ୍କର ଆତ୍ମିକ ଜୀବନର ସ୍ଥିତି କେତେ ଦୂର ସୁଦୃଢ଼ ଅଛି। ଆପଣ ଯଦି ଜଣେ ବିବାହିତ ପୁରୁଷ ବା ସ୍ତ୍ରୀ,
ଆପଣଙ୍କର ଦାମ୍ପତ୍ୟ ଜୀବନ ଓ ପାରିବାରିକ ଜୀବନର ସମ୍ପର୍କ କେତେ ଦୂର ପବିତ୍ର ଅଛି ମୁଁ ତାହା ଜାଣେ ନା, କିନ୍ତୁ ଆଜି ଆମେ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ଯେଉଁ ଉପଦେଶ ପ୍ରାପ୍ତ ହୋଇଅଛୁ, ଯଦି ତହିଁରେ କିଛି ବ୍ୟତିକ୍ରମ ଦେଖା ଦେଇଥାଏ ତାହେଲେ ସେଥି ନିମନ୍ତେ ଅନୁତାପ କରି ଓ ପ୍ରଭୁ ଯୀଶୁଙ୍କଠାରେ କ୍ଷମା ମାଗି ତାହାଙ୍କର ବାକ୍ୟ ଅନୁଯାୟୀ ନିଜର ଦାମ୍ପତ୍ୟ ଜୀବନକୁ ଶୃଙ୍ଖଳିତ ଓ ପବିତ୍ରୀକୃତ କରି ଏକ ସୁଖକର ଓ ଶାନ୍ତିକର ପାରିବାରିକ ଜୀବନ ଅତିବାହିତ କରିବା ନିମନ୍ତେ ଚେଷ୍ଟା କରୁ ଓ ନିଜର ପାରିବାରିକ ଜୀବନ ମଧ୍ୟ ଦେଇ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରିବା ନିମନ୍ତେ ଓ ଈଶ୍ୱରଙ୍କର ଅଭିମତ ସାଧନ କରିବା ନିମନ୍ତେ ଚେଷ୍ଟା କରୁ। କାରଣ ଯଦି ଆମମାନଙ୍କର ଏହି ସମ୍ପର୍କରେ ପବିତ୍ରତା ନାହିଁ, ଈଶ୍ୱରଙ୍କର ଆଶୀର୍ବାଦ ନାହିଁ, ତାହେଲେ ଆମମାନଙ୍କର ପରିବାର ମଧ୍ୟରେ ଆମମାନେ କେବେ ହେଲେ ଶାନ୍ତିରେ ବସବାସ କରିପାରିବା ନାହିଁ। ଆମମାନଙ୍କ ପରିବାର ପ୍ରତି ଈଶ୍ୱରଙ୍କର କ୍ରୋଧ ବର୍ତ୍ତିବ, ଅଭିଶାପ ବର୍ତ୍ତିବ, ସମସ୍ୟା ଘେରିଯିବ। ଆମମାନଙ୍କର ପିଲାମାନେ ଅବାଟରେ ଯିବେ, ଉଶୃଙ୍ଖଳିତ ହେବେ, ସେମାନଙ୍କ ଜୀବନ ମଧ୍ୟ ଆମମାନଙ୍କ ଜୀବନ ଦ୍ୱାରା ଆଘାତପ୍ରାପ୍ତ ହେବ। ସେମାନେ ମଧ୍ୟ ଆମମାନଙ୍କର କାର୍ଯ୍ୟକଳାପକୁ ଅନୁକରଣ କରି ସେମାନେ ମଧ୍ୟ ଅବାଟରେ ଯିବେ। ଆଉ ଏହିପରି ଭାବରେ ଆମମାନଙ୍କର ପାରିବାରିକ ଜୀବନ ବିଶୃଙ୍ଖଳିତ ହୋଇଯିବ। ତେଣୁ ପ୍ରିୟ ବନ୍ଧୁ, ପରିବାର ମଧ୍ୟରେ ଯଦି ଆମମାନେ ପ୍ରଭୁଙ୍କର ଶାନ୍ତି ଆଶୀର୍ବାଦକୁ ଆଶା କରୁ, ତାହେଲେ ଆମମାନଙ୍କୁ ସେହି ପ୍ରକାର ଭାବରେ ଆମମାନଙ୍କର ପାରିବାରିକ ଜୀବନରେ ସେହି ପବିତ୍ରତା ରକ୍ଷା କରିବା ଆବଶ୍ୟକ। ଆସନ୍ତୁ ଏହାପରେ 6 ପର୍ବ ମଧ୍ୟକୁ ଯିବା। ଏହି 6 ପର୍ବଟି ବିଭିନ୍ନ ବିଷୟବସ୍ତୁକୁ ଆଣି ଉପସ୍ଥାପିତ କରେ। ଏହା କେତେକ ଉପଦେଶରୁ ଆରମ୍ଭ କରେ ଯାହାକି ବର୍ତ୍ତମାନର ବ୍ୟବସାୟିକ ଜଗତ ନିମନ୍ତେ ବିଶେଷ ସହାୟକ, ଏପରିକି ଖ୍ରୀଷ୍ଟ ବିଶ୍ୱାସୀ ଓ ଅଣ ଖ୍ରୀଷ୍ଟ ବିଶ୍ୱାସୀ ପ୍ରତ୍ୟେକଙ୍କ ନିମନ୍ତେ ପ୍ରଯୁଜ୍ୟ। ଏହା କେତେକ ବ୍ୟବସାୟ ଭିତ୍ତିକ ନିୟମ ପ୍ରଦାନ କରେ। ଆପଣ ଦେଖନ୍ତୁ, ଈଶ୍ୱର ସମସ୍ତ ମାନବ ଜାତି ପ୍ରତି ଅନେକ କିଛି ଉତ୍ତମ ଉପଦେଶମାନ ପ୍ରଦାନ କରିଅଛନ୍ତି। ଉଦ୍ଧାରପ୍ରାପ୍ତ ଓ ଯେଉଁମାନେ ଉଦ୍ଧାରପ୍ରାପ୍ତ ନୁହନ୍ତି ସେ ସମସ୍ତଙ୍କ ନିମନ୍ତେ। ବର୍ତ୍ତମାନ ଆମେ ଉତ୍ତମ ବ୍ୟବସାୟିକ ନିୟମ ସମ୍ପର୍କରେ କିଛି ଆଲୋଚନା କରି ତହିଁରୁ ଆମମାନଙ୍କର ଜୀବନ ନିମନ୍ତେ କିଛି ଶିକ୍ଷା ଗ୍ରହଣ କରିବା। ତେବେ ଦେଖନ୍ତୁ, 6 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ହେ ମୋର ପୁତ୍ର, ଯେବେ ତୁମ୍ଭେ ଆପଣା ପ୍ରତିବାସୀର ଲଗା ହୋଇଥାଅ, ଯେବେ ପର ପାଇଁ ହାତ ଦେଇଥାଅ, ଯେବେ ତୁମ୍ଭେ ଆପଣା ମୁଖର ବାକ୍ୟ ରୂପ ଫାନ୍ଦରେ ପଡ଼ିଅଛ ଓ ଆପଣା ମୁଖର କଥାରେ ଧରାଯାଇଅଛ। ତେବେ ଦେଖନ୍ତୁ, ଏଠାରେ ସେ 2ଟି ବିଷୟ ପ୍ରକାଶ କରନ୍ତି ଯାହାକି ଯେକୌଣସି ସମୟ ନିମନ୍ତେ ଅତି ପ୍ରଯୁଜ୍ୟ ଆଉ ଉତ୍ତମ ଉପଦେଶ। ପ୍ରଥମଟି, ତୁମ୍ଭେ ଆପଣା ପ୍ରତିବାସୀର ଲଗା ହୁଅ ନାହିଁ, ଓ ଦ୍ୱିତୀୟଟି ହେଉଛି ତୁମ୍ଭେ ପର ପାଇଁ ହାତ ଦିଅ ନାହିଁ, ଅର୍ଥାତ୍ ଅଜଣା ବ୍ୟକ୍ତି ସହିତ ଅଂଶୀଦାର ହୁଅ ନାହିଁ। ଏହା ବ୍ୟବସାୟିକ କ୍ଷେତ୍ର ନିମନ୍ତେ ବିଶେଷ ପ୍ରଯୁଜ୍ୟ। ଦ୍ୱିତୀୟ ପଦଟି ପ୍ରକାଶ କରେ ଯେ ଯେଉଁ ବ୍ୟକ୍ତି ଏପରି କରେ ସେ ହିଁ ସମସ୍ୟାର ସମ୍ମୁଖୀନ ହୋଇଥାଏ। ସେପରି କରିବାର କାରଣ ହେଉଛି ଯେ ସେ ନିଜକୁ ଅତି ବଡ଼ ବୋଲି ଦେଖାଇ ହେବା ନିମନ୍ତେ ଇଚ୍ଛା କରେ ଓ ଆର୍ଥିକ ସ୍ତରରେ ଅନ୍ୟମାନଙ୍କଠାରୁ ଉନ୍ନତ ବୋଲି ଦେଖାଇ ହେବା ପାଇଁ ଇଚ୍ଛା କରେ, ମାତ୍ର ସେ ନିଜେ ତହିଁ ନିମନ୍ତେ ଦାୟୀ ହୋଇଥାଏ। ତେଣୁ ଆମେ ଅନ୍ୟର କୌଣସି ଘଟଣାରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ କି ପର ପାଇଁ ଲଗା ହେବା ଉଚିତ ନୁହେଁ। 6 ପର୍ବର 3 ପଦରେ ଲେଖା ଅଛି, ହେ ମୋର ପୁତ୍ର, ତୁମ୍ଭେ ଏବେ ଏହି କର୍ମ କର, ଆପଣାକୁ ଉଦ୍ଧାର କର, ଯେହେତୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହୋଇଅଛ। ଯାଅ, ଆପଣାକୁ ନମ୍ର କରି ତୁମ୍ଭ ପ୍ରତିବାସୀକି ବାରମ୍ବାର ବିନତି କର। ଲେଖା ଅଛି, ତୁମ୍ଭର ପ୍ରତିବାସୀ ନିକଟକୁ ଯିବା ପାଇଁ ଭୟ କରନ୍ତୁ ନାହିଁ ଓ ସିଧାସଳଖ ଯାଇ ତାହା ସହିତ କଥାବାର୍ତ୍ତା କରି ତହିଁର ସମାଧାନ କର। ନିଶ୍ଚିତ ହୁଅନ୍ତୁ ଯେ ଆପଣ ଆପଣଙ୍କର ବନ୍ଧୁଙ୍କ ନିକଟକୁ ଯାଉଅଛନ୍ତି ଓ ନିଶ୍ଚିତ ହୁଅନ୍ତୁ ଯେ ଆପଣ ଶତ୍ରୁ ପ୍ରତି ସାବଧାନ ଅଛନ୍ତି। 6 ପର୍ବର 4 ଓ 5 ପଦରେ ଲେଖା ଅଛି, ତୁମ୍ଭେ ଆପଣା ଚକ୍ଷୁକୁ ନିଦ୍ରା ଯିବାକୁ ଦିଅ ନାହିଁ, କିମ୍ବା ଆପଣା ଚକ୍ଷୁର ପତାକୁ ଢୁଳାଇବାକୁ ଦିଅ ନାହିଁ। ଆପଣଙ୍କୁ ହରଣ ପରି ବ୍ୟାଧର ହାତରୁ, ପକ୍ଷୀ ପରି ଜାଲିଆର ହାତରୁ ଉଦ୍ଧାର କର। ଏହି ବିଷୟରେ ହେଳା କରନ୍ତୁ ନାହିଁ, ତହିଁର ସମାଧାନ କରନ୍ତୁ। ଯଦି ଆପଣ ପର ପାଇଁ ଲଗା ହୋଇଛନ୍ତି, ତାହେଲେ ଆପଣ ପକ୍ଷୀ ପରି ଜାଲରେ ଧରାଯାଇଅଛନ୍ତି। ତାହା ହିଁ ହେଉଛି ସତର୍କବାଣୀ। ବର୍ତ୍ତମାନ ସେ ସକାରାତ୍ମକ ଦିଗରୁ କିଛି ଉପସ୍ଥାପିତ କରନ୍ତି। ସେ ଯେ କେବଳ ତାହାର ବ୍ୟବସାୟିକ କ୍ଷେତ୍ରରେ ଯାହା କରେ ବା କହେ ତହିଁ ପ୍ରତି ସାବଧାନତା ରକ୍ଷା କରିବ ତାହା ନୁହେଁ, ମାତ୍ର ସେ ମଧ୍ୟ ପିମ୍ପୁଡ଼ିଠାରୁ କିଛି ଶିକ୍ଷା ଗ୍ରହଣ କରିବାକୁ ଅଛି। 6 ପର୍ବର 6 ପଦରୁ 8 ପଦ ମଧ୍ୟରେ ଲେଖା ଅଛି, ହେ ଅଳସୁଆ, ତୁମେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁଅ।
ତାହାର ବିଚାରକର୍ତ୍ତା କି ଅଧ୍ୟକ୍ଷ କି ପ୍ରଭୁ କେହି ନଥିଲେ ହେଁ ସେ ଗ୍ରୀଷ୍ମ କାଳରେ ଆପଣା ଖାଦ୍ୟ ପ୍ରସ୍ତୁତ କରେ, ପୁଣି ଫସଲ ସମୟରେ ଆହାର ସଞ୍ଚୟ କରେ। ଦେଖନ୍ତୁ, ପିମ୍ପୁଡ଼ି ଏକ ଛୋଟ ଜୀବ, ଅତି କ୍ଷୁଦ୍ର ଜୀବ, କିନ୍ତୁ ତାଠାରୁ ମଧ୍ୟ ମନୁଷ୍ୟର ଶିକ୍ଷା ଗ୍ରହଣ କରିବାକୁ ଅଛି। ସତ୍ୟଟି ହେଉଛି ବ୍ୟବସାୟରେ ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ପରିଶ୍ରମୀ ହେବା ଉଚିତ, ଯାହାକି ପିମ୍ପୁଡ଼ିଠାରେ ଅଛି। ଏହି ବିଷୟ ଈଶ୍ୱରଙ୍କ ସନ୍ତାନ ଛୋଟ ପିମ୍ପୁଡ଼ିଠାରୁ ଶିକ୍ଷା କରିବା ଦରକାର। ପିମ୍ପୁଡ଼ି ତା'ର ଜୀବନରେ ସବୁଠାରୁ ମୁଖ୍ୟ ବିଷୟଟିକୁ ସାଧନ କରିବା ନିମନ୍ତେ ଲାଗିପଡ଼େ। ତା'ର ମୁଖ୍ୟ ବିଷୟଟି ହେଉଛି ଆହାର ସଞ୍ଚୟ କରିବା। ତେଣୁକରି ସେ ତା'ର ଭବିଷ୍ୟତ ନିମନ୍ତେ ଆହାର ସଞ୍ଚୟ କରିବାରେ ଲାଗିପଡ଼େ। ସେ କେବେ ହେଲେ ବସି ରହେ ନାହିଁ, ସେ କେବେ ହେଲେ ଆଳସ୍ୟରେ ସମୟ କଟାଏ ନାହିଁ, ମାତ୍ର ସଦାସର୍ବଦା କାର୍ଯ୍ୟରତ ଥାଏ। ଆଜି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଜୀବନରେ ବଡ଼ ପାପ ମଧ୍ୟରେ ଏକ ପାପ ହେଉଛି ଆଳସ୍ୟତା, ଓ ତହିଁ ମଧ୍ୟରୁ ଅନେକଙ୍କୁ ଆପଣ ପୂର୍ଣ୍ଣ ସମୟବ୍ୟାପୀ ଖ୍ରୀଷ୍ଟଙ୍କ କାର୍ଯ୍ୟକାରୀମାନଙ୍କ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ଅନେକଙ୍କୁ ଆପଣ ମଣ୍ଡଳୀ ମଧ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିବା କାର୍ଯ୍ୟକାରୀମାନଙ୍କ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ଅନେକଙ୍କୁ ଆପଣ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କାର୍ଯ୍ୟକାରୀମାନଙ୍କ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ଆମେ ପ୍ରତ୍ୟେକ ନିଜ ନିଜକୁ ପ୍ରଶ୍ନ କରିବା ଯେ ଆମେ ଆମର ବଳକା ସମୟକୁ କିପରି ଭାବରେ ବ୍ୟବହାର କରୁଅଛୁ। ଆମେ କ'ଣ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ କ୍ଷେପଣ କରୁ କି? ଆମେ କ'ଣ ପ୍ରାର୍ଥନାରେ ସମୟ ଦେଉ କି? ମୋର ଚିନ୍ତାଧାରାରେ ଏହି ଆଳସ୍ୟତା ଆମମାନଙ୍କ ନିମନ୍ତେ ଏକ ଅଭିଶାପର ବିଷୟ ହୋଇପାରେ। ଈଶ୍ୱର ଦେଇଥିବା ସମୟ ଓ ସୁଯୋଗକୁ ଆମେ ଯଦି ଠିକ୍ ଭାବରେ ବିନିଯୋଗ କରି ନ ପାରୁ, ତାହେଲେ ଏହା ଆମମାନଙ୍କ ନିମନ୍ତେ କେବେ ହେଲେ ଆଶୀର୍ବାଦର ବିଷୟ ହୋଇପାରିବ ନାହିଁ। ସେଥିପାଇଁ ପ୍ରଭୁ କହନ୍ତି, ହେ ଅଳସୁଆ, ତୁମ୍ଭେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁଅ। ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମେ କେବେ ହେଲେ ଅପ୍ରସ୍ତୁତ ଅବସ୍ଥାରେ ଜୀବନ ଅତିବାହିତ କରିବା ଉଚିତ ନୁହେଁ, କିମ୍ବା ବିଶୃଙ୍ଖଳିତ ଅବସ୍ଥାରେ ଜୀବନ ଅତିବାହିତ କରିବା ଉଚିତ ନୁହେଁ। ସବୁ ଅବସ୍ଥାରେ ଆମ୍ଭେମାନେ ସତର୍କ ତଥା ସଜାଗ ରହିବା ଉଚିତ। ଆତ୍ମିକ ଆହାର ଅନ୍ୱେଷଣରେ ମଧ୍ୟ ସଦାସର୍ବଦା ସଜାଗ ରହିବା ଉଚିତ। ପ୍ରଭୁଙ୍କ ବିଷୟରେ ସଦାସର୍ବଦା ବ୍ୟସ୍ତ ରହିବା ଉଚିତ ଓ ଉଦ୍ଯୋଗୀ ହେବା ଉଚିତ। ଆପଣ ଦେଖିଥିବେ, ପିମ୍ପୁଡ଼ିମାନେ ଅତି ଶୃଙ୍ଖଳିତ, ସେମାନେ ଅତି ଶୃଙ୍ଖଳିତ ଭାବରେ ଏବଂ ଅତି ସୁନ୍ଦର ଭାବରେ କାର୍ଯ୍ୟ କରନ୍ତି। ଆଉ ସେମାନେ ସଦାସର୍ବଦା କାର୍ଯ୍ୟରେ ଲାଗି ରୁହନ୍ତି। ସେମାନେ ପରିଶ୍ରମୀ, ଆଉ ସେମାନେ ଠିକ୍ ସମୟରେ ସମୟ ମୁତାବକ ସମସ୍ତ କାର୍ଯ୍ୟ କରନ୍ତି। ଆଜି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ସେହି ପ୍ରକାର ସଚେତନତା ଆବଶ୍ୟକ। ଆମମାନେ ଆମମାନଙ୍କର ଆତ୍ମିକ ଜୀବନରେ ସେହିପରି ସଚେତନ ରହିବା ଆବଶ୍ୟକ। 6 ପର୍ବର 9-11 ପଦରେ ଲେଖା ଅଛି, ହେ ଅଳସୁଆ, ତୁମେ କେତେ କାଳ ଶୋଇ ରହିଥିବ? ତୁମେ କେତେବେଳେ ନିଦ୍ରା ଭାଙ୍ଗି ଉଠିବ? ଆଉ ଟିକିଏ ଶୋଇଲେ, ଆଉ ଟିକିଏ ଢୁଳାଇଲେ, ଆଉ ଟିକିଏ ନିଦ୍ରା ଯିବା ପାଇଁ ହାତ ଭିଡ଼ି ମୋଡ଼ି ହେଲେ ତୁମ୍ଭର ଦରିଦ୍ରାବସ୍ଥା ଖଣ୍ଟ ପରି, ପୁଣି ତୁମ୍ଭର ଦୀନତା ସତ୍ସଜ ଲୋକ ପରି ଉପସ୍ଥିତ ହେବ। ଏହା ହିଁ ହେଉଛି ଅଳସୁଆର ପରିଣତି। ସେ ଦାରିଦ୍ରତାର ସମ୍ମୁଖୀନ ହୁଏ, ତାହାର ଅଭାବ ହୁଏ। ଆସନ୍ତୁ ବର୍ତ୍ତମାନ ଦୁଷ୍ଟ ଲୋକ ସମ୍ପର୍କରେ କିଛି ଆଲୋଚନା କରିବା। 6 ପର୍ବର 12 ପଦରୁ 13 ପଦ ମଧ୍ୟରେ ଲେଖା ଅଛି, ପାପାଧମ ବ୍ୟକ୍ତି ଅପରାଧୀ ମନୁଷ୍ୟ, ସେ ଏକଗୁଇଁଆ ମୁଖ କରି ଚାଲଏ, ସେ ଆଖିରେ ଠାରଇ, ସେ ଗୋଡ଼ରେ କଥା କହଇ, ସେ ଅଙ୍ଗୁଳି ଦ୍ୱାରା ସଙ୍କେତ କରେ, ତାହାର ଅନ୍ତଃକରଣରେ କୁଟିଳତା ଥାଏ, ସେ ସର୍ବଦା ଅନିଷ୍ଟ ଚିନ୍ତା କରଇ, ସେ କଳିର ବୀଜ ବୁଣଇ। ଏଠାରେ ଦୁଷ୍ଟ ବା ପାପାଧମ ବ୍ୟକ୍ତିର ଚରିତ୍ର ଚିତ୍ରଣ କରାଯାଇଅଛି। ସେ ଏକଗୁଇଁଆ ମୁଖ କରି ଚାଲଏ, ସେ ଆଖିରେ ଠାରଇ, ଗୋଡ଼ରେ କଥା କହି, ଅଙ୍ଗୁଳି ଦ୍ୱାରା ସଙ୍କେତ କରେ। ଏଗୁଡ଼ିକ ହେଉଛି ଅଶ୍ଳୀଳ ଇଙ୍ଗିତ। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀଙ୍କ ଜୀବନରେ ମଧ୍ୟ ଏହିସବୁ ଅଶ୍ଳୀଳ ଇଙ୍ଗିତ ପରିଲକ୍ଷିତ ହୁଏ। 15 ପଦରେ ଲେଖା ଅଛି, ଏଣୁ ତାହାର ବିପଦ ହଠାତ୍ ଉପସ୍ଥିତ ହେବ, ପୁଣି ସେ ପ୍ରତିକାର ବିନା ଅକସ୍ମାତ୍ ଭଗ୍ନ ହେବ। ଏହା ହିଁ ହେଉଛି ଦୁଷ୍ଟର ପରିଣତି, ପାପାଧମ ବ୍ୟକ୍ତିର ପରିଣତି। ପ୍ରିୟ ବନ୍ଧୁ, ଈଶ୍ୱର ଚାହାନ୍ତି ଆମମାନଙ୍କ ହୃଦୟର ସରଳତା ଓ ଏକ ପବିତ୍ରତା। ଆମମାନଙ୍କର ହଁ କଥା ହଁ ହେଉ ଓ ନା କଥା ନା ହେଉ। ସେଥିପାଇଁ ଗାଲାତୀୟ 6 ପର୍ବର 7 ଓ 8 ପଦରେ ଲେଖା ଅଛି, ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ, କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନ ରୂପ ଶସ୍ୟ କାଟିବ। ଆମର ଈଶ୍ୱର ଆମମାନଙ୍କଠାରୁ ଏକ ପବିତ୍ର ଜୀବନ ଚାହାନ୍ତି।
ଆପଣ ଜାଣନ୍ତି କାହିଁକି? କାରଣ ସେ ନିଜେ ହେଉଛନ୍ତି ପବିତ୍ର ଈଶ୍ୱର ଓ ସେ ସେହିପରି ବ୍ୟକ୍ତିକୁ ଆଶୀର୍ବାଦ କରନ୍ତି ଓ ତା ବିଷୟରେ ମନୋଯୋଗ କରନ୍ତି। ତେଣୁକରି ଆମମାନେ ଜାଣି ରଖିବା ଉଚିତ ଯେ ଆମେ ଜଣେ ପବିତ୍ର ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରୁଅଛୁ। ଆମମାନଙ୍କ ଜୀବନରେ ପବିତ୍ରତା ରହିବା ଆବଶ୍ୟକ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ମୋର ବିଶ୍ୱାସ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ବାକ୍ୟ କୁହେ, ଜ୍ଞାନୀର ମନ ସମୟ ଓ ବିଚାର ଜାଣେ। ଜ୍ଞାନୀ ମନୁଷ୍ୟ ଫଳ ଦ୍ୱାରା ଚିହ୍ନାଯାଏ। ତେଣୁ ନିଜ ମୂଳକୁ ଉତ୍ତମ ଭୂମିରେ ରୋପଣ କରିବା। ପ୍ରତ୍ୟେକ ଫଳର ଭିନ୍ନ ଭିନ୍ନ ଗୁଣ ଅଛି। ସେମାନେ ସମୟ ଅନୁସାରେ ନିଜ ନିଜର ଗୁଣ ପ୍ରକାଶ କରନ୍ତି। ଯେପରିକି ଜିତ ଫଳର ତୈଳ ଅଭିଷେକାର୍ଥେ ପରମେଶ୍ୱର ଓ ମନୁଷ୍ୟର ଗୌରବ ନିମନ୍ତେ ବ୍ୟବହାର ହୁଏ। ଡିମ୍ବରୀ ଫଳ ଗୋଟିଏ ଉତ୍ତମ ମିଷ୍ଟତା ଫଳ ଅଟେ ଏବଂ ଦ୍ରାକ୍ଷାର ଫଳର ରସ ପରମେଶ୍ୱର ଓ ମନୁଷ୍ୟକୁ ପ୍ରସନ୍ନ କରେ। ସେହିପରି ପ୍ରିୟମାନେ, ଆମ୍ଭେମାନେ କ'ଣ ସମୟ ଅନୁସାରେ ଉତ୍ତମ ଫଳ ଫଳି ପାରିଛୁ ଏବଂ ନିଜ କର୍ମ ଦ୍ୱାରା ପରମେଶ୍ୱରଙ୍କୁ ଓ ମନୁଷ୍ୟକୁ ଗୌରବ ଦେଇପାରିଛୁ? ଯଦି ନାହିଁ, ତାହେଲେ ନିଜ ଜୀବନକୁ ଆମ୍ଭେମାନେ ଯେଉଁ ଶେଷ ଶତ୍ରୁ ବା ମୃତ୍ୟୁ ତାହା ଆଡ଼କୁ ଟାଣି ନେଉଛୁ। ଆସୁ ସମୟ ଥାଉ ଥାଉ ସୃଷ୍ଟି ଏବଂ ପ୍ରକୃତି ଠାରୁ ମଧ୍ୟ କିଛି ଶିକ୍ଷା କରୁ। ପରମେଶ୍ୱର କହିଅଛନ୍ତି, ପ୍ରତ୍ୟେକ ସମୟରେ ନିଜେ ସେ ଆମ୍ଭମାନଙ୍କୁ ରକ୍ଷା କରନ୍ତି, ଜଳସେଚନ କରନ୍ତି ଓ ଯେପରିକି କେହି ଆମର କ୍ଷତି ନ କରେ, ସେଥିପାଇଁ ଆମ୍ଭମାନଙ୍କ ଜୀବନ ରୂପ ବୃକ୍ଷକୁ ରକ୍ଷା କରନ୍ତି। ତେଣୁ ଆମ୍ଭେମାନେ ମଧ୍ୟ ଆମ୍ଭ ଆଡ଼ୁ ସମୟର ମହତ୍ତ୍ୱକୁ ଜାଣିବା ଏବଂ ନିଜର ଓ ପରିବାରର ଆନନ୍ଦର କାରଣ ହୋଇପାରିବା। ଆଜି ତ ଆମ ସମୟ ଶେଷ ହେଲାଣି। ଫୋନ୍ ମାଧ୍ୟମରେ ଓ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ହେ ଅତ୍ୟନ୍ତ ଦୟାଳୁ ପ୍ରେମିକ ଈଶ୍ୱର, ତୁମେ ଆମମାନଙ୍କୁ କେତେ ପ୍ରେମ କରିଅଛ, କେତେ ଅନୁଗ୍ରହ ଦାନ ଦେଇଅଛ। ଆଜି ପୁଣି ଏକ ନୂତନ ଚିନ୍ତାଧାରା ବିଷୟରେ ପ୍ରଭୁ ତୁମେ ଆମମାନଙ୍କୁ ଶିକ୍ଷା ଦେଇଅଛ। ଯେଭଳି ଭାବରେ ଆମେମାନେ ପ୍ରତ୍ୟେକ ଜଣ ଏ ଶିକ୍ଷା ଦ୍ୱାରା ଉପକୃତ ହୋଇ ନିଜ ଜୀବନରେ କାର୍ଯ୍ୟ ରୂପେ ବ୍ୟବହାର କରିପାରିବୁ, ତୁମେ ସେହିପରି ପ୍ରଭୁ ପ୍ରତ୍ୟେକ ଜଣଙ୍କ ଜୀବନକୁ ତୁମେ ଆଶୀର୍ବାଦ କର। ହଁ ପ୍ରଭୁ, ଆମ ଦର୍ଶକ ବନ୍ଧୁ ଭାଇ ଭଉଣୀମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି। ସେମାନଙ୍କର ଯେଉଁ ଆବଶ୍ୟକତା ରହିଅଛି, ତୁମେ ସେମାନଙ୍କର ଆବଶ୍ୟକ ଅନୁସାରେ ଯାଚି ପ୍ରଦାନ କର। ଯେଉଁ ସମସ୍ୟା ରହିଅଛି, ସମସ୍ତ ସମସ୍ୟାକୁ ତୁମେ ସମାଧାନ କର। ପ୍ରିୟ ପ୍ରଭୁ, ତୁମେ ପ୍ରାର୍ଥନା ଶୁଣିଅଛ ଓ ଉତ୍ତରକୁ ଦେଇଅଛ ବୋଲି ବିଶ୍ୱାସ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ଗତ ପ୍ରଶ୍ନର ଉତ୍ତରଟି ହେଉଛି ଡି ହୃଦୟ। ଆଜିର ପ୍ରଶ୍ନଟି ହେଉଛି, ଅଳସୁଆକୁ କାହା ପାଖରୁ ଶିକ୍ଷା କରିବା ନିମନ୍ତେ କୁହାଯାଇଅଛି? ଏ ପିମ୍ପୁଡ଼ି, ବି ସିଂହ, ସି ଗଧ, ଡି ମଣିଷ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। जदि आपको आम कार्यक्रम भल लगुच तेबे 0444908126 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले नवरंगपुर राजेश कुमार भात्रा ओ परिवार।